अरे बा कि सुंदर था पृष्ठ नील वर्ण रे अरुणटा पस्फुटित फूल महकरे महके उठुछि गुणुगुणु होई गुणुगुणु ए भ्रमरटा ए फूलर से फूलकु किड़ी सरागे उड़ी बोलुछि कुकु होई कोइलटी मत गाउछि धन्य धन्य तुम सृष्टिकर्ता धन्य तुम विहीन ए झियो प्राणटु देखिमुन मरा गाई जाए के तेज मनल बगीता दसुका बारा दसु जड़ा सिंह मोरा पियारा सागर कुमार दसुका बारा दसु जड़ा सिंह मोरा पियारा बयस जा अष्टादिशा तनुलिता परबिसा स्वामी कुसुमा बने झुमी ताने ताने थमे फूला बने झुमी ताने ताने थमे फूला बने झुमी ताने ताने थमे फूला बने आनंदी भ्रमणा सागर चरणा सिंह ठाणी रे कमई बलिष्ठ तरुणा आहती जतनी करिछ गठना धन्य धन्य सृष्टिकर्ता हे चतुर राणा खेली भूले फुलनु सेई फूले प्रभात विहरण झुमी ताने ताने हमें फूला बने झुमी ताने ताने हमें फूला बने झुमी ताने ताने हमें फूला बने अरे बा सतरी त फगुणर आगमन री किड़ी सुंदर देख जाऊ मौर्य नटा अरे भ्रमी भ्रमी मध्य अनेक दिन चली आसली हेले हेले आज जाई मो बाउठ अनुमति मागी चली जीव खबा से मो मंगला मंदिर को अरे हाँ हाँ एठ डेर के ठीक हबानी मु जाए मो बाउठ अनुमति मागी चली जीवी से मो मंगला मंदिर को
ଘରେ କଣ ହେଇଛି କି ଏପଟେ ସେପଟେ ହଉଥିଲୁ ଯେ? ବାବା ହଁ ଘେନ ମୋର ଭକ୍ତି ଭରା ଭୂମିଷ୍ଠ ପ୍ରଣାମ। ଭଗବାନ ତୋର ମଙ୍ଗଳ କରନ୍ତୁ ବାବା। ସାଗର ତୋର କିଛି ଅସୁବିଧା ହେଇନି ତ ବାବା? ନା ବାବା ବାବା ହଁ ମୁଁ ମଧ୍ୟ ଆପଣଙ୍କ ସମ୍ମୁଖକୁ ଆସୁଥିଲି। ମୋ ପାଖକୁ ଆସିଥିଲୁ ହଁ ବାବା କିନ୍ତୁ କଣ ପାଇଁ କି? ବାବା ଆଜି ତ ମୁଁ ଷଷ୍ଠ ବିଦ୍ୟାରେ ପାରଦର୍ଶିତା ଲାଭ କରିଛି। ହଁ ଜାଣିଛି ବାବା ଜାଣିଛି। ତେଣୁ ହଁ ତେଣୁ ମୁଁ ଚାହୁଁଛି ବାବା ସେଇ ମା ମଙ୍ଗଳାଙ୍କୁ ଦର୍ଶନ କରିବା ପାଇଁ ମୁଁ ମଙ୍ଗଳା ମନ୍ଦିରକୁ ଯିବି ବାବା। କଣ ହେଲା ମଙ୍ଗଳା ମନ୍ଦିର ଯିବୁ? ହଁ ବାବା ଛିରେ ସାଗର ବାବା ଆରେ ମଙ୍ଗଳା ମନ୍ଦିର କୋଉଠି ଜାଣିଛୁ? ମଙ୍ଗଳା ମନ୍ଦିର ଅଛି ଅନେକ ଦୂର ନିଖଞ୍ଜ ଅରଣ୍ୟ ହିଂସ ଜନ୍ତୁ ପରିପୂର୍ଣ୍ଣ ସେଇ ସ୍ଥାନ ପୁଣି ଏତେ ବଡ ବିପଦପୂର୍ଣ୍ଣ ସ୍ଥାନକୁ ତୁ ମୁଁ କେମିତି ଛାଡ଼ିବି ରେ ବାବା? ଠିକ ବାବା ହଁ ଯଦି ଇଚ୍ଛା ହଉଛି ମାକୁ ଟିକେ ଦର୍ଶନ କରିତେ ମାତ୍ର ମଙ୍ଗଳ କରିବେ। କାହିଁ ଏତେ ବଡ ମଙ୍ଗଳା ମନ୍ଦିର ଯିବୁ କହିଲୁ? ବାବା ସାଗର ଆପଣ ପୁଣି ଭୟ କରିଛନ୍ତି? ବାବା ଏ କଥା ମୁଁ କହୁନି। ଆରେ ଆପଣଙ୍କ ଷଷ୍ଠ ବିଦ୍ୟା ନିପୁଣ ପୁଣି ଆପଣ ଭୟ କରିଛନ୍ତି ବାବା? ହେଇ ସାଗର ଆରେ ମୋ ମନ କହୁଛି ତତେ ମୁଁ ଛାଡି ପାରିବିନି। ବାବା ସାଗର ମତେ ଥରଟେ ଏମିତି ଦିଅନ୍ତୁ ନା ମୁଁ ଚଞ୍ଚଳ ଯାଇ ଚଞ୍ଚଳ ମାଙ୍କୁ ଦର୍ଶନ କରି ହେଇରେ ବାବା। ଚଞ୍ଚଳ ଫେରି ଆସିବି ବାବା। କଣ କହି ବୁଝେଇବି ବାବା। କେମିତି ବୁଝେଇବି? ତୁ ଗୋଟେ ଛୋଟ ଅଛୁ ତତେ ମୁଁ ବୁଝେଇବି। ଦେଖ ବାବା ମୁଁ ତ ଅନୁମତି ପାରିବିନି। ବାବା କେବେ ବୁଝିଲୁ? ହଁ ବାବା ମତେ ଥରଟେ ଏମିତି ଦିଅନ୍ତୁ ନା। ହେଇ ସାଗର ଆରେ ଜାଣିଛୁ ଗୋଟେ ବିପଦପୂର୍ଣ୍ଣ ସ୍ଥାନକୁ ବାବା। ତତେ ମୁଁ କେମିତି ଅନୁମତି ଦେବି ରେ ବାବା? ମୁଁ ଛାଡି ପାରିବିନି। ବାବା ବାବା ଅନୁମତି କଣ ହେଲା? ଅନୁମତି ପୁଣି ତତେ दिया है पिता मोहरी। ଆରେ ବାବା ତୁ କଣ କହୁଛୁ? देवी दासन जीवी दिया मेलानी बाबा ସାଗର अनुमति दिया है ତୁ पिता କଣ ପାଇଁ ବୁଝେଇବି ତତେ मोहरी ମୁଁ? देवी दासन जीवी ତତେ କହୁଛି ଯେ दिया ମୁଁ मेलानी ଛାଡ଼ିପାରିବିନି। माँ मंगला दर्शन करिबी मो बड़े माना माँ हे माँ माँ मो माँ अनुमति दिया है पिता मोहरी देवी दासन जीवी दिया मेलानी माँ मंगला दर्शन करिबी मो बड़े माना माँ हे माँ माँ ओ माँ बाबा ସାଗର बाबा ଠିକ ବାବା ଆରେ ତୁ ମୋର ମନହୀନ ପିତିଲା ହୃଦୟ ଛୁଦନ ମୋ କଟି ଶୁଣା ତନରେ ଠିକ ବାବା ମଙ୍ଗଳା ମନ୍ଦିର ଅଛି ଅନେକ ଦୂର ବାବା। ଏତେ ବଡ ବିପଦପୂର୍ଣ୍ଣ ସ୍ଥାନକୁ ତତେ ମୁଁ କେମିତି ଛାଡ଼ିବି? କ୍ଷଣ ଖଣ୍ଡେ ଦେଖିଲେ ପରା ମନ ମୋର ଅଥ ହେଇଯାଏ। ପୁଣି ଏତେ ବାଟ ଅଛି ମଙ୍ଗଳା ମନ୍ଦିର। ନାଇଁ ବାବା ମୁଁ ତ କହୁଛି ଏଠୁ ମାର୍ଗ ଦର୍ଶନ କରିଦେ ମାତ୍ର ମଙ୍ଗଳ କରିବେ। କାହିଁ ଏତେ ବାଟ ମଙ୍ଗଳା ମନ୍ଦିର କହିଲୁ? बाबा ମୁଁ ଯିବି କାହିଁରେ ବାବା ମୁଁ ଜାଣିପାରିବି ତତେ ମୁଁ ବାବା ମୁଁ ଜାଣିପାରିବିନି କେବେ ବି ନୁହଁ। ବାବା ଆପଣ ତ ଜାଣିଛନ୍ତି ଜନ୍ମ ହେବ ମାତ୍ରକେ ମୁଁ ମାତାଙ୍କ ମୁଖ ଦେଖିନି। ସେ ମା ମଙ୍ଗଳାଙ୍କୁ ଭାବିନେଇଛି ମୁଁ ନିଜ ମା ବୋଲି। ଆଉ ଆଉ ଆପଣ ଅନୁମତି ଦେବେନି ବାବା? ଜାଣିନି ମୁଁ ତାକିଏ ଜନ୍ମ କଲା ଦେଖିନି ତା ମୁହଁ ଛାଡ଼ି ଚାଲିଗଲା। ସାଗର ଆରେ ମୋ ତ ମା ମୋ ତ ବାବା ରେ କାହିଁ ମଧୁ ପାଇ ସ୍ନେହ ମମତା କାହିଁକି ଯେ ସଖୀ କୌଶଳର
ସାଗର ବାବାରେ ବାବା ଅନୁମତିଟା ଅଛି ରେ ବାବା ଅନୁମତିଟା ଅଛି ତାମାନେ ଅନୁମତିଟା ଅଛି ବାବା ଅଛି ଅଛି କାହିଁକି ନ ତମ ମାଆଙ୍କୁ ଦର୍ଶନ କରିବା ପାଇଁ ମଙ୍ଗଳ ମନ୍ଦିରକୁ ଯିବି ବାବା ନିଶ୍ଚୟ ଯିବୁ ଆରେ ତତେ ମନା କରିଥିବି ତୋ ମନରେ କଣ କଷ୍ଟ ହବନି ଆଉ ତୋ ମନରେ କଷ୍ଟ ହେଲେ ମୋ ମନ ଭାରି ଭାରି କଷ୍ଟ ହବ ତେଣୁ ବାବା ସତର୍କ ଯିବୁ ମଙ୍ଗଳା ମନ୍ଦିର ଆଉ ମା ମଙ୍ଗଳାକୁ ଦର୍ଶନ ସାରି ଚଞ୍ଚଳ ଫେରି ଆସିବୁ ବିଳମ୍ବ କରିବୁନି ବାବା ନା ବାବା ମୁଁ ଚଞ୍ଚଳ ଯାଇ ଚଞ୍ଚଳ ମାଆଙ୍କୁ ଦର୍ଶନ କରି ଚଞ୍ଚଳ ଫେରି ଆସିବି ବାବା ତେବେ ଠିକ ଅଛି ବାବା ତାହେଲେ ଏଇ କ୍ଷଣି ବାହାରି ପଡ ମା ମଙ୍ଗଳା ମନ୍ଦିର ଆଉ ମାକୁ ଦର୍ଶନ ସାରି ଚଞ୍ଚଳ ଫେରି ଆସିବୁ ତାହେଲେ ଠିକ ଅଛି ବାବା ମତେ ଆଶୀର୍ବାଦ କରନ୍ତୁ ମୁଁ ଯେମିତି ଭଲରେ ଭଲରେ ଫେରି ଆସିବି ମୋ ଆଶୀର୍ବାଦ ଆରେ ମୋ ଆଶୀର୍ବାଦ ସଦା ସର୍ବତ ପାଖରେ ଅଛି ରେ ବାବା ବାବା ହରି ସାଗର କଣ ଆଉ କରିବି ପିଲାଟା ଏମିତି ଅଝଟ ହେଲା ଯେ ସେ ମଙ୍ଗଳା ମନ୍ଦିର ଯିବା ପାଇଁ ଯାଉ ତାକୁ ବା କାହିଁକି ମନା କରିବି ଆଉ ତା ମନରେ ଅନେକ କଷ୍ଟ ଭରିଦେବି ବାପା ମା ଛେଉଣ୍ଡ ପିଲାଟା ଛୋଟବେଳେ ତାକୁ ମୋ ପଳି ବସି ମଣିଷ କରିଛି ଗୋଟେ ରାଜକୁମାର ପରେ ତାକୁ ରଖିଛି ଆଉ ତାକୁ ଯଦି ମନା କରିଦେବି ତା ମନରେ କଷ୍ଟ ହବନି ତେଣୁ ଯାଉ ତାର ଯଦି ଇଚ୍ଛା ହେଇଛି ମା ମଙ୍ଗଳାକୁ ଦର୍ଶନ କରିବା ପାଇଁ ମା ମଙ୍ଗଳାକୁ ଦର୍ଶନ ସରି ଚଞ୍ଚଳ ଫେରି ଆସିବ ମୋ ପଟା ହେ ମା ମଙ୍ଗଳା ହେ ମା ବର ଦୁର୍ଗା ମୋ ପରିଚୟ ପଥ କୁସୁମିତ ହଉ ମା କୁସୁମିତ ହଉ ଏତିକି ତ ଚରଣ ମୋର କୋଟି କୋଟି ପ୍ରଣାମ ମା କୋଟି କୋଟି ପ୍ରଣାମ ତେବେ ଯାଏ ତେଣୁ ମୋର ଅନେକ କାମ ଅଛି